हाँ कि तुम्हें आवा उधर कौन करछा तामाने ए हाँ सतुको तमे ठन कौन पछा अतवा संपर्क करछा कौन कहबी आले ताहेले ठीक अच्छे मो परिचयटा तुमको दे देछि हेले मन दे सुनिब ठीक अच्छी हाँ आले कहना हेले मो परिचय कहवा पूर्व तमे किए कहीदेले तमे कौन कर इमा हाँ ए हाँ सतरी तुम संपर्क जानी हाँ परा देख तुम जो भल दशा अच्छी तुम एठार चली जाओ नचेत मो पिता जानिले तुम कौन अवस्था करेंगे तुम निजे भी बुझीपारबनी अरे तम पिता को मध्य जानी कहबी तमे किए कौना आले अंजलि नाम तुमरी कलिंगर घर सेनापति अन्ना अटंती प्रियरा हे भगवान ए तुम्हें मो संपन्न परिचय जान केमी कि तुम्हें आम उद्यान को कौन पास सत कुआ कि तुम्हें आले अंजलि से कथा कहवाई तो मुझे दूर चली आसी तेरे ठीक अच्छे मो संपूर्ण परिचय कहीदे तुम मन दे शुणी नियो ठीक अच्छी अंजलि मृदुभाषी परिचय शुण गो मोरा आले अंजलि कलिंग राज्यर मुहि राजकुमार आले मन दे शुणब मृदुभाषी परिचय शुण गो मोरा कलिंग राज्यर मुहि राजकुमार प्रिय मन छोड़ मुबीरा 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 सीधा 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 राजकुमार सीधा 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 राजकुमार मृदुभाषी परिचय शुण गो मोरा कलिंग राज्यर मोहि राजकुमार पितामह आदर्श कलिंग नरेश प्रिय नंदन पालुछंती प्रजा न दैण क्लेश उड़े विजय केतन हो पितामह आदर्श कलिंग नरेश प्रिय नंदन पालुछंती प्रजा न दैण क्लेश उड़े विजय केतन कुल जनम मोहर वीर मुबीरा 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 सिद्धार्थ 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 मु राजकुमार सिद्धार्थ 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 मु राजकुमार शुणिल तुम स्वर परिचय मुझे कलिंग राज्यर महाराजा आदर्श सामंतराय एकमात्र अड़ियल पुत्र आ मो ना सिद्धार्थ सामंतराय। इमा
आपण तर हेले आम जुबरची बी हेले ମୁଁ ତ ତୁମକୁ ଏ ରାଜ୍ୟରେ କେବେ ଦେଖିଲି ଆଲେ ଦେଖିବ ବା କେମିତି ମୁଁ ପରା ମୋ ଗୁରୁକୁଳରୁ ଶିକ୍ଷା ଶେଷ ସାରି ଆଜି ବାପର ଘରକୁ ଫେରିଛି। ହେଲେ ଅଞ୍ଜଳି ଫେରିଛି ତ ଫେରିଛି, ହେଲେ ମୁଁ ତୁମକୁ କଥାଟିଏ କହିବି ବୋଲି ମୋ ରାଜଉଆସକୁ ନ ଯାଇ ତୁମ ପଛେ ପଛେ ଚାଲି ଆସିଛି। କହୁନାହାନ୍ତି ମୋର ତୁମକୁ ମନା କରୁଛି ଯାଗ ବେଳ ଅଛି ଶୀଘ୍ର ଶୀଘ୍ର କହିଦିଅ ତାପରେ ସାଙ୍ଗରେ ମିଶି ନିଜ ରାଜ୍ୟକୁ ଫେରି ଯିବା। ଆଲେ ଅଞ୍ଜଳି ସେ କଥା ତ କହିବି ନିଶ୍ଚୟ, ହେଲେ ସେ କଥା ଶୁଣି ସାରିଲା ପରେ ତମେ ମତେ ଖରାପ ଭାବିବନି ତ? ନା ନା ମୁଁ ଜମା ବି ଭାବିବିନି। ତେବେ ଠିକ ଅଛି ଅଞ୍ଜଳି, ତମେ ଯେତେବେଳେ କହିଛ ତମେ ଖରାପ ଭାବିବନି ବୋଲି ନିଶ୍ଚୟ ମୁଁ ସେ କଥାଟି କହିଦେଉଛି। ଆଲେ ଆଉ ସେ କଥାଟି ହେଉଛି ନା ଅଞ୍ଜଳି, ହରିଣୀ ଆଖି ଇମା ନେଉଛି ଡାକି। ଆଲେ ରୂପ ତ ଲାବଣ୍ୟବତୀ କାବନା ଆଖି ମୋ ଆଖି ଯାଉଅଛି ଲାଖି। ଆଲେ ଅଞ୍ଜଳି ହରିଣୀ ଆଖି ନେଉଛି ଡାକି, ହରିଣୀ ଆଖି ନେଉଛି ଡାକି ରୂପ ତ ଲାବଣ୍ୟବତୀ ଆଖି ମୋ ଆଖି ଯାଉଅଛି ଲାଖି, ଆଖି ମୋ ଆଖି ଯାଉଅଛି ଲାଖି। ରୂପେଲି ରାତି କରନ୍ତି ସାଥୀ, ରୂପେଲି ରାତି କରନ୍ତି ସାଥୀ ଛାତିରେ ରଖନ୍ତି ଛାପି ଆଖି ମୋ ଆଖି ଯାଉଅଛି ଲାଗି, ଆଖି ମୋ ଆଖି ଯାଉଅଛି ଲାଗି। ଆଲେ ଅଞ୍ଜଳି ତୁମକୁ ଆଉ ଗୋଟେ କଥା କହିବି। କଣ ଆଲେ কিভাবে তাতে গঢ়িছি বিহি কিলাকি হৃদୟରେ লুচেই কিভাবে তাতে গঢ়িছি বিহি কিলাকি হৃদୟରେ লুচেই ওঠরে মহু ରହିଛି পুরি চুমন খোঁজে ওঠ তোহরি প্রীতির গীতি গাই যাতি, প্রীতির গীতি গাই যাতি প্রেম সঙ্গীতরে মাতি আখি ମୋ ଆଖି ଯାଉଅଛି ରାତି, ଆଖି ମୋ ଆଖି ଯାଉଅଛି ରାତି।
রূপসী প্রাণপ্রিয়া মোর তোর সেই কুহুক চাহাণীরে এই ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇସାରିଛୁ। ଆଉ ହଁ ଅଞ୍ଜଳି, ତୁମର ସେଇ ହରିଣୀ ପରି ଆଖିର ପ୍ରେମାଣରେ ମୁଁ ସମ୍ପୂର୍ଣ୍ଣ ରୂପରେ ଆଘାତ ପ୍ରାପ୍ତ ହୋଇସାରିଛି। ସତରେ ସତରେ ତୁମକୁ ଦେଖିଲା କ୍ଷଣେ ଏଇ ମୋ ଅଙ୍ଗ ପ୍ରତ୍ୟଙ୍ଗରେ ସେ ଧାରଣ ଖେଳି ଯାଇଛି। ହେ ମୋ ମନର ମାନସୀ, ହେବୁ କିନ୍ତୁ ଏଇ ମୋ ହୃଦୟର ରାଣୀ। ए युवराज ये सब तुम कौन को सोचो देखो तुम्हें आकाश नहीं आम माटी आउ तम देह ही आम चली चलुची ଆଲେ ଆଉ ତୁମେ ଆମର ଦେବତା ସହିତ ସମାନ ଆଉ ତମ ସହିତ ଏମିତି ପ୍ରେମ ସମ୍ପର୍କ କେବେ ବି ସମ୍ଭବ ନୁହେଁ। ଆଲେ ଅଞ୍ଜଳି, ଦେଖ ଭଲ ହେବ ତୁମେ ମୋ କଥା ମାନ ତମେ ଏଠାରୁ ଚାଲିଯାଅ। ଆଲେ ଦେଖିଲୁ, ତମେ ଯେଉଁ ଆକାଶ ଆଉ ମାଟିର କଥା କହିଲ ତାହା ତାହା କେବଳ କଥାରେ ଶୋଭା ପାଏ, ବାସ୍ତବିକରେ ଏମିତି କିଛି ନାହିଁ ନା ଅଞ୍ଜଳି। ଆଉ ଗୋଟେ କଥା ଅଞ୍ଜଳି, ଦେଖ ପ୍ରେମର ପ୍ରସ୍ତାବ ନେଇକି ଆସିଛି। ଯେ ପର୍ଯ୍ୟନ୍ତ ତମେ ସେଇ ପ୍ରସ୍ତାବ ରାଜି ନ ହୋଇଛ ମୁଁ ଏଠାରୁ ଜମା ଯିବିନି। ଏ କେମିତି ନାଚିବ ମୁଁ ମଧ୍ୟ ତୁମକୁ ଦେଖିନେବିନି। ଆଚ୍ଛା ତାହେଲେ ଦେଖିବା। ଦେଖିବା ହଁ ଏ ହଁ मन मन आहे रसिका ଆଲେ କ'ଣ ମାନିବି? कौन मनिबा ହଁ तुम राजा आमी सेवका ଆଲେ କହିଲି ପରା ସେମିତି କିଛି ନାହିଁ। वृथा चिंता छाड़ा ଆଚ୍ଛା आहे जो राजा ଆଲେ ହଁ ମୁଁ ତ ଯୁବରାଜ। ଏହା ପ୍ରେମ ନୁହେଁ କଳଙ୍କ ଆଲେ ଏହା କେବଳ ପ୍ରେମ, ଆଉ ପ୍ରେମ କେବେ ହେଲେ କଳଙ୍କ ହୋଇପାରେ ନା। ଏ ହଁ मन मन हे राधिका तुम राजा में सेवका वृथा चिंता चला आहे जो राजा ଏହା ପ୍ରେମ ନୁହେଁ କଳଙ୍କ वृथा चिंता चला आहे जो राजा ଏହା ପ୍ରେମ ନୁହେଁ କଳଙ୍କ मन मन हे राधिका तुम राजा में सेवका वृथा चिंता चला आहे जो राजा ଏହା ପ୍ରେମ ନୁହେଁ କଳଙ୍କ वृथा चिंता चला आहे जो राजा ଏହା ପ୍ରେମ ନୁହେଁ କଳଙ୍କ ଏ ହଁ ଦେଖ ତମେ ବୁଝିବାକୁ ଚେଷ୍ଟା କର ମୁଁ ତୁମକୁ ଭଲ ପାଇପାରିବିନି। ଆଲେ ଦେଖିଲୁ, ତୁମକୁ ବାରମ୍ବାର କହୁଛି ପ୍ରେମରେ ଏମିତି ଧନୀ ଗରିବ ଜାତି ଅଜାତି କିଛି ନାହିଁ। ତମେ ଟିକେ ମୋ କଥାକୁ ମାନ ନା। ଏ ହଁ ତୁମେ ଚାନ୍ଦା ମେ ବାମନା ଏମିତି ହବ ଆମ ପ୍ରେମ ନିଶ୍ଚୟ ହବ। ଚାନ୍ଦା ମେ ବାମନା ସେମିତି ହବ ଆମ ପ୍ରେମ ନିଶ୍ଚୟ ପ୍ରେମ ହବ।
କହିଛ ସେତେବେଳେ ମୁଁ ତୁମକୁ ମନା କରୁଛି କାହିଁକି ମୋତେ ବାଧ୍ୟ କରୁଛ କହିଲି ପରା ମୁଁ ତୁମକୁ ଭଲ ପାଇପାରିବିନି ତମେ ଏଠାରୁ ଚାଲିଯାଅ ତାମାନେ ଏହା କ'ଣ ତୁମର ଶେଷ ନିଷ୍ପତ୍ତି ଅଞ୍ଜଳି? ହଁ ଏହା ମୋ ଶେଷ ନିଷ୍ପତ୍ତି। ତେବେ ଠିକ ଅଛି ଅଞ୍ଜଳି, ତମେ ମଧ୍ୟ ଶୁଣି ରଖ, ମୁଁ ଜଣେ ରାଜପୁତ୍ର ଆଉ ମୁଁ ଯଦି ଚାହିଁବି ତମ ପରିକା ଲକ୍ଷ୍ୟ ସୁନ୍ଦରୀଙ୍କୁ ଏଇ ମୋ ପାଦ ତଳେ ଦାସୀ ଖଟାଇବାର ସାମର୍ଥ୍ୟ ରଖେ। ଆଉ ହଁ ଅଞ୍ଜଳି, ଝିଅ ଯଦି ସିଧା ଅଙ୍ଗୁଳିରେ ନ ବାହାରେ ତାହେଲେ ତାକୁ କେମିତି ବାହାର କରାଯାଏ ତାହା ଏ ଯୁବରାଜ ସିଦ୍ଧାର୍ଥ ସାମନ୍ତ ରାୟକୁ ବେଶ ଭାବେ ଜଣା। ମାନେଟା ଏ ଯେ ତୁ ଯଦି ମୋ କଥାରେ ଭଲ ଭାବରେ ରାଜି ନ ହୋଇଛୁ ତାହେଲେ ମୁଁ ତତେ ବଳାତ୍କାର କରିକି ନିଜର କରିନେବି। ଦେଖ ଯୁବରାଜ, ଜୋର ଜବରଦସ୍ତି ବି ପ୍ରେମ ହୋଇଯାଏନି କି ଜଣେ ଅବଲାକୁ ବଳାତ୍କାର କଲେ ସେ କେମିତି ନିଜର ହୋଇଯାଏନି। ଆଚ୍ଛା, ପ୍ରେମ ହଉଛି ଦୁଇଟି ହୃଦୟର ବନ୍ଧନ ଆଉ ଯୋଉଟା କି ତୋ ପାଖରେ ନାହିଁ। ସତ କଥା କହିବାକୁ ନା ତମେ ଜଣେ ପୁରୁଷ ନୁହଁ, ମାନେ ତମେ ଜଣେ କା ପୁରୁଷ। ତାମାନେ ତୁ ମୋ ପୁରୁଷ ପଣିଆ ଦେଖିବାକୁ ଚାହୁଁଛୁ? ତାମାନେ ତୁ ମତେ ମାନବରୁ ଦାନବ ହେବାକୁ ବାଧ୍ୟ କରୁଛୁ? ତେବେ ଠିକ ଅଛି ଅଞ୍ଜଳି, ଯଦି ଏତେ ତ ଇଚ୍ଛା ସେଇ ମୋ ଦାନବ ରୂପ ଦେଖିବାର ତାହେଲେ ଦେଖିଯା ଅଞ୍ଜଳି, କେମିତି ମୁଁ ଏଇ ତୋର କଅଁଳ କଅଁଳ ପ୍ରେମ ଫୁଲକୁ ଏଇ ମୋ ଦାନବ ଦାନ୍ତରେ କାମୁଡ଼ି କାମୁଡ଼ି ଲହୁ ଲୁହାଣ କରିଦେଉଛି। ମୋ ପାଖକୁ ଚାଲିଆ ଅଞ୍ଜଳି, ମୋ ପାଖକୁ ଚାଲିଆ। अबे साली, तते चापुड़ा बहुत महंगा पड़िब। আজি এই নন্দনকানন জঙ্গলরে বাঘ মাতিছি, ଆଉ ଏ ବାଘ ଯେତେବେଳେ ମାତିଛି ତା ଶିକାରଟାକୁ ନିଶ୍ଚୟ ରାମପୁଡ଼ି ଖାଇଯିବ। ଅଞ୍ଜଳି, ଆଜି ତୁ ଆଉ ମୁଁ ମିଶି ଖେଳିବା ସେଇ ଜଙ୍ଗଲର ବାଘ ଆଉ ହରିଣୀର ଖେଳ। ଆରେ ଭଲରେ ଭଲରେ ମୋ ପାଖକୁ ଚାଲିଆ। ମଉସା ସାଙ୍ଗ, ଆମେ ସାଙ୍ଗ ବାହୁ। ମଉସା, ଆପଣ ମାନେ ଆଉ ଦେଖୁଛନ୍ତି କଣ? ଆପଣଙ୍କୁ ପରା ମୁଁ ଡାକିଛି। ହଁ ସାଙ୍ଗ, ଆଉ ମୁଁ ଯେତେବେଳେ ଡାକିଛି ନିଶ୍ଚୟ ମତେ ଆପଣ ମାନଙ୍କର ସାହାଯ୍ୟର ଦରକାର ଥିବ। ହଁ ସାଙ୍ଗ, ତେବେ ବିଳମ୍ବ ନ କରି କରିବା ଆକ୍ରମଣ।